ରାମମୟ ଏ ଜଗତ। ଆପଣ ଯାହାକୁ କହୁଛନ୍ତି ରାବଣ, ସେଠି ରାମ ନାହାନ୍ତି? ରାମକୁ ରାବଣଙ୍କ ପାଖରେ ଖୋଜି ନାହାନ୍ତି, ଆଉ ପାଇବେ କେମିତି? ରା କହିଲେ ରାମ, ସିଏ ବଣକୁ ଆସିଛନ୍ତି। ଏଇ ଗୋଟେ କହୁଛି ରାବଣ ତତ୍ଵ। ଆଚ୍ଛା, ଏଇ ମନ୍ଥରା ରାମଙ୍କୁ କାଳେ 14 ବର୍ଷ ଜଙ୍ଗଲକୁ ପଠାଇଲା। ମନ୍ଥରା ହେଉଛନ୍ତି ଯୋଗମାୟାଙ୍କର ସ୍ୱରୂପ। ସେ ଆସିଛନ୍ତି, ରାଜା ଜନକଙ୍କ ଘରେ ଥିଲେ, ବୋହୂର ସେବା ପାଇଁ ସିଏ ପଠେଇଲେ। ଆଉ ସିଏ କିଏ? ତା ନାଁ ହେଉଛି ମନ୍ଥରା। ସେଠି ରାମ ନାହାନ୍ତି? ଆଦ୍ୟ ଅକ୍ଷର ମ, ଶେଷ ଅକ୍ଷର ରା, ତାକୁ ମିଶେଇ ଦେଲେ କ'ଣ ହେଲା? ରାମ। ତେଣୁ ସବୁ ଆମେ ବୁଝିବାକୁ, ସେ ଅଯୋଧ୍ୟା ବୋଲି ଗୋଟେ ରାଜ୍ୟ ଥିଲା ଭାରତ ବର୍ଷରେ। ଏମିତି ହେଲା ସୀତାଙ୍କୁ ପାଇଲେ, ଗଲା। ଏଇ ଗପରେ କ'ଣ ସବୁ ରାମ ଦୌଡ଼ିକି ତମ ପାଖକୁ ଆସିବେ? କେବଳ ମନରେ ସ୍ମରଣ କର, ଶ୍ରୀରାମ ଜୟ ରାମ, ଆମେ ରାମକୁ କେବଳ ଭାବି ଦେଇଛୁ ଏ ଦଶରଥଙ୍କ ପୁଅ ରାମ। ସେଇ ଗୁଟାକ ଆମର ଭୁଲ ହେଇଯାଉଛି। ତମେ ବା ନିଜେ ଏଠି ଯେତେ ବହିଛ, ତମେ ବା ହଉଛ ଦଶରଥ। 10ଟା ଇନ୍ଦ୍ରିୟକୁ ନେଇକିରି ଆମେ ସମସ୍ତେ ଯେତିକି ଦିନ ବଞ୍ଚିବୁ, ସେ ପର୍ଯ୍ୟନ୍ତ ଆମେ ଦଶରଥ ହେଇ ରହିବୁ। ଦଶରଥଙ୍କର 3ଟା ରାଣୀ, ଆମର କେଇଟା ରାଣୀ? ଆମର ମଧ୍ୟ ସମସ୍ତଙ୍କର 3ଟି ରାଣୀ। ସେ 3 ରାଣୀ କିଏ? କର୍ମ, ଜ୍ଞାନ, ଭକ୍ତି। ଯେଉଁ ଲୀଳା ଏ ଜଗତରେ ଲାଗିଛି, ଏଇ 3ଟିକି ନେଇକିରି ସବୁ ଚାଲିଛି। ଆଜ୍ଞା, ପଞ୍ଚବଟୀରୁ ସୀତାଙ୍କୁ ନେଲା, ପଞ୍ଚବଟୀରୁ ନେଇଥାନ୍ତା, ଷଷ୍ଠବଟୀରୁ ନେଇଥାନ୍ତା। ପଞ୍ଚବଟୀରୁ ଆମେ ସମସ୍ତେ ଦିନେ ବିଦାୟ। ସିଏ ପଞ୍ଚବଟୀ କିଏ? ଆମ୍ବ, ଓସ୍ତ, ବର, ଜାମୁ, କଇଁଥ, ଏଇଟା ବ୍ରାହ୍ମଣିଆ ମାନଙ୍କର ପାଠ। କିନ୍ତୁ ଆମେ ବ୍ରାହ୍ମଣ ନୁହେଁ କି ପଖଣ୍ଡାୟତ ନୁହେଁ କି କିଛି। ତେଣୁ ଆମର ପଞ୍ଚବଟୀ ହେଉଛି ମୁଖ, ଚକ୍ଷୁ, ନାସା, କର୍ଣ୍ଣ, ମସ୍ତକ। ଏଇ ପଞ୍ଚବଟୀ ଯେତେବେଳେ ଯେ ପର୍ଯ୍ୟନ୍ତ ଅଛି, ଆମେ ସେ ପର୍ଯ୍ୟନ୍ତ ସୁନ୍ଦର, ଭଲ ମଣିଷ,
ଏବଂ ଭଲ ଯେଉଁଦିନ ସିଏ ପଞ୍ଚବଟୀ ଯେଉଁଦିନ ହରଣ ହେଇ ଚାଲିଯିବେ, ସେ କେଉଁ ବାଟେ ଯିବେ? କ'ଣ ପେଟ ବାଟେ ଯିବେ ନା ହାତ ବାଟେ ଯିବେ? ଏଇ ନାସାଗ୍ର ବାଟେ, ନାସାଗ୍ରର ଦ୍ୱାର ଦେଇ ଯେଉଁଦିନ ସିଏ ପଳେଇବେ, ତୁ ମୁସିଲୋ ତୁକେ ମୁସି ମୁସିଲ ଛିଣ୍ଡେଇ ଦେଲ ହଠାତ୍, ତୁ ମୁସିଲ ତୁ ମୁସି। ସେ ମୁସି ଆମରି ଭିତରେ ଅଛି, ଆମରି ଭିତରେ ସବୁ ଅଛି। ଜୀବନ ହେଉଛି ସୁନ୍ଦର ରାମାୟଣ। ଯେ ପର୍ଯ୍ୟନ୍ତ ଆମର ନାକ କାନ କଟା ହେଇନି, ସେ ପର୍ଯ୍ୟନ୍ତ ଆମେ ରାମଙ୍କର ସନ୍ଧାନ ପାଇବୁନି। ସମସ୍ତେ ସବୁ କାଟି ପକାଉଛ, ସେଇଟା କ'ଣଟା ମୁଁ ସେ ପାଟିରେ ସେଲୁନ୍କୁ ବି ଯାଇକି ଭଲ ନଖ ବାଳ ସବୁ କାଟି ପକେଇବେ, କିନ୍ତୁ ପ୍ରକୃତରେ ନାକ କାନକୁ କାଟିଲେ ହିଁ ଆମେ ରାମଙ୍କର ସନ୍ଧାନ ପାଇବା। ନାକ ନାମ କ୍ଷରନ୍ତି ନାସାଗ୍ରେ ରୂପଲୋଚନ ଗୋଚରେ। ନାସାଗ୍ରକୁ ଧ୍ୟାନ କରି ଆତ୍ମପୁରୁଷକୁ ଚିନ୍ତନ କର। ତମେ ଆଉ ଆମେ ସମସ୍ତେ ଗୋଟିଏ ଡଙ୍ଗାରେ ମନ୍ଦିରକୁ ଯିବୁ, କିନ୍ତୁ ନଡ଼ିଆ କିଣିକି ନେବୁ କି କ'ଣ ନେଇକି ଯିବୁ, କିନ୍ତୁ ରାମ ନାମକୁ ସ୍ମରଣ କରିବା ପାଇଁ ଯେଉଁ ଅଖଣ୍ଡ ନାମ ମଣ୍ଡପ ନାସାଦ୍ୱାରରେ ଅଛି, ତାକୁ ଆମେ ଜମା ତ ଜାଣିନୁ। ହକାରଣେ ବହିରି ଜାତି ସକାରେ ଶକ୍ତି ସମ୍ଭବା ହଂସ ହଂସ ଖେରତ୍ୟ ଜୀବ ଜପତି ସର। ଆଚ୍ଛା ସଜ୍ଜନ, ଇଏ ନାକଟା କଟା ହେଲା, ଆଚ୍ଛା କାନଟା କେମିତି କଟା ହେବ? ପର ନିନ୍ଦା ପର ଚର୍ଚ୍ଚାକୁ ତ୍ୟାଗ କର। ଠାକୁର ନିଗମାନନ୍ଦଙ୍କର এই ଭାଷା। ପର ନିନ୍ଦା ପର ଚର୍ଚ୍ଚା ରାଖ ବହୁ ଦୂରେ। ଯେଉଁ କାନରେ ହରି କଥା ପଡ଼ିନି, ମନେ କରାଯାଉ ସେ ହରେ କୃଷ୍ଣ ଏଗୁଡ଼ାକ ପଡ଼ିନି, ନା ପଡ଼ିଲା ନାହିଁ। ଭଲ କଥା ଯଦି ଜୀବନରେ ଆମେ ଶୁଣିନୁ, ଶୁଣିବାକୁ ଇଚ୍ଛା ବି କରୁନୁ, ଆଉ ସେଠି କାନଟା କ'ଣ ସାପ ଗାତ, ଯାହା କାନ ସେଇଆ। ଏଇଟା ସାପ ଗାତ ସହିତ ସଭା। ତେଣୁ ସୁପର୍ଣ୍ଣେଖା ଭଳି ନାକ କାନ କାଟିବା। କିଏ କାଟିବେ? ସିଏ ହେଉଛନ୍ତି ଅନନ୍ତ ରୂପୀ ଲକ୍ଷ୍ମଣ। ଅନନ୍ତ କିଏ? ଅନନ୍ତ ହେଉଛନ୍ତି ଇଏ ଜଗତର ଗୁରୁ। ଆମେ ତ ଜଗନ୍ନାଥଙ୍କ ଦର୍ଶନ କରି ପଳେଇ ଆସୁଛୁ, କିନ୍ତୁ ଜଗନ୍ନାଥଙ୍କର ଗୁରୁ ମନ୍ଦିରକୁ କେହି ଯାଇନି, କେହି ଯାଇନି। କ'ଣ ନା ଆମେ ଜଗନ୍ନାଥ ଦର୍ଶନ କରି ଆସିଛୁ। ଜଗନ୍ନାଥଙ୍କ ଗୁରୁ ମନ୍ଦିରରେ ଅନନ୍ତ ହିଁ ପୂଜା ପାଆନ୍ତି। ଏଇସବୁ କଥା ଲଙ୍କାକୁ ଆମେ ପୋଡ଼ିନୁ, ଲଙ୍କାକୁ ଆମେ ସଜଉଛୁ, ଆଉ ରାମଙ୍କୁ କେମିତି ପାଇବୁ? ଲଙ୍କା କହିଲେ ଅସାମାଜିକ ସ୍ଥାନ। ଆଜି କେଉଁ ଜାଗାରେ ଆମ ସାଲେପୁର ହଉ, ଆମର
ଯେଉଁ ଜାଗାକୁ ଆପଣ ପୁରୀ ପର୍ଯ୍ୟନ୍ତ ବି ଯାଆ, ଲଙ୍କାଟା ବର୍ତ୍ତମାନ କେଉଁ ଛକରେ ନାହିଁ, କେଉଁ ସ୍ଥାନରେ ନାହିଁ। ତେଣୁ ଆମେ ପିଲାମାନଙ୍କୁ ଦୋଷ ଦେଉଛୁ, ଖରାପ ହେଇଗଲା, ଖରାପ ପାଇଁ ଦାୟୀ ହେଉଛ ତମେ। ତେଣୁ ସଜ୍ଜନ, ଏଇ ହେଉଛି ଜୀବନ ରାମାୟଣ। ଯେଉଁଦିନ ଆମେ ଅଶୋକ କାନନରେ ବସିବୁ, ଅଶୋକ କାନନ ହେଉଛି ଧ୍ୟାନ, ନିଶ୍ଚଳରେ ବସିବୁ। ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ବାପା ହୁଅନ୍ତୁ, ବୋଉ ହୁଅନ୍ତୁ, ବସି ଆମେ ସ୍ମରଣ କରିବୁ। ସେଇଦିନ ଆମେ ଅଶୋକ କାନନକୁ ଯିବୁ, ହନୁମାନ ସହିତ ଭେଟ ହେବ। ହନୁମାନ କିଏ? ଶ୍ରୀରାମ ଦୂତମ୍